नमस्कार बंधु माने आपण मानकु आम चैनल 12 मासरे 13 पर्व को स्वागत। आज आम आलोचना करिबा मकर संक्रांति विषय रे। यार अर्थ महत्व एवं ओडिशा सह सारा भारत रे किपरि पालन करा जायथाय। जेउ दिन सूर्य मकर राशि रे प्रवेश करती सेही दिन मकर संक्रांति भाबरे आमे पालन करिथाउ। एही दिनरु सूर्यंकर उत्तरायण यात्रा आरंभ होइथाय, जाहाको अत्यंत शुभ एवं पवित्र मना जाय। ଏହା ଶୀତ ଋତୁର ଶେଷ ଏବଂ ନୂଆ ଆରମ୍ଭର ସଂକେତ ମଧ୍ୟ ଦେଇଥାଏ। ଚାଷୀମାନଙ୍କ ପାଇଁ ଏହା ଏକ ଆନନ୍ଦର ପର୍ବ, କାରଣ ଏହା ନୂଆ ଫସଲର ସମୟ। ମକର ସଂକ୍ରାନ୍ତି ଅନ୍ୟାନ୍ୟ ପର୍ବମାନଙ୍କ ଭଳି ଚନ୍ଦ୍ର ପଞ୍ଜିକା ନୁହେଁ, ବରଂ ସୂର୍ଯ୍ୟ ପଞ୍ଜିକା ଉପରେ ଆଧାରିତ ଥିବାରୁ ପ୍ରତିବର୍ଷ 14 ଜାନୁଆରୀରେ ଏହା ପାଳନ କରାଯାଇଥାଏ। ଓଡ଼ିଶାରେ ଏହି ପର୍ବକୁ ମକର ଚାଉଳ ଓ ମକର ପିଠା ସହିତ ବଡ଼ ଆଡ଼ମ୍ବରରେ ପାଳନ କରାଯାଏ। ଲୋକେ ମନ୍ଦିର ଯାଇ ପୂଜା କରିଥାନ୍ତି, ଗରିବମାନଙ୍କୁ ଦାନ କରନ୍ତି ଏବଂ ତିଳ, ଗୁଡ଼, ଚାଉଳ, ନଡ଼ିଆ ଆଦିରୁ ପ୍ରସ୍ତୁତ ଖାଦ୍ୟ ଖାଇଥାନ୍ତି। ଭାରତର ଭିନ୍ନ ଭିନ୍ନ ରାଜ୍ୟରେ ମକର ସଂକ୍ରାନ୍ତିକୁ ଭିନ୍ନ ଭିନ୍ନ ନାମ ଓ ପରମ୍ପରାରେ ପାଳନ କରାଯାଏ। ଓଡ଼ିଶାରେ ଏହା ମକର ସଂକ୍ରାନ୍ତି, ତାମିଲନାଡୁରେ ପୋଙ୍ଗଲ, ପଞ୍ଜାବରେ ଲୋହରୀ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ସଂକ୍ରାନ୍ତି, ଗୁଜରାଟରେ ଉତ୍ତରାୟଣ, ମହାରାଷ୍ଟ୍ରରେ ମକର ସଂକ୍ରାନ୍ତି, ଆସାମରେ ମାଘ ବିହୁ, ପଶ୍ଚିମବଙ୍ଗରେ ପୌଷ ସଂକ୍ରାନ୍ତି, କର୍ଣ୍ଣାଟକରେ ସୁଗୀ, କେରଳରେ ମକର ଭିଲକୁ, ଉତ୍ତରପ୍ରଦେଶ, ବିହାରରେ ଖିଚଡ଼ି ପର୍ବ ଇତ୍ୟାଦି ନାମରେ ପାଳନ କରାଯାଇଥାଏ। ସେ ଯେଉଁ ନାମରେ ହେଉନା କାହିଁକି, ମକର ସଂକ୍ରାନ୍ତିର ମୂଳ ଅର୍ଥ ହେଉଛି ନୂଆ ଆରମ୍ଭ, କୃତଜ୍ଞତା ଓ ଆନନ୍ଦ। ମକର ସଂକ୍ରାନ୍ତି କେବଳ ଗୋଟେ ପର୍ବ ନୁହେଁ, ଏହା ନୂଆ ଆଶା, ସକାରାତ୍ମକ ଚିନ୍ତା ଏବଂ ଭଲ ଆରମ୍ଭର ପ୍ରତୀକ ହୋଇଥାଏ। ଆପଣମାନଙ୍କୁ ଏହି ପବିତ୍ର ପର୍ବର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଜୟ ଜଗନ୍ନାଥ।